ତିଆରି ହୋଇଛି ବଡ଼ ଠାକୁରଙ୍କ ରଥ। ରଥରେ ଲାଗିଛି ଅଖ ଚକ ଦାରୁକ ଆଉ ପତିତ ପାବନ। ଚକମକ ରଙ୍ଗରେ ଝଲସୁଛି ରଥ। ରଥ ତିଆରି ହୋଇଛି ସମ୍ପୂର୍ଣ୍ଣ ସୋଲରେ। ଏହାକୁ ତିଆରି କରିଛନ୍ତି ଦଶମ ଶ୍ରେଣୀର ଛାତ୍ର ଆଶୁତୋଷ। ଆଶୁତୋଷ ପିଲାଟି ଦିନରୁ ମାଟିରେ ମୂର୍ତ୍ତି ଗଢ଼ନ୍ତି ଓ ଚିତ୍ର ଆଙ୍କନ୍ତି। କରୋନା ପାଇଁ ଜୟପୁରରେ ପ୍ରତିବର୍ଷ ହେଉଥିବା ରଥଯାତ୍ରା ଆୟୋଜିତ ହୋଇପାରିବନି ଶୁଣି ସେ ନିଜ ଘରେ ତିଆରି କରିଛନ୍ତି କୁନି ରଥ। ଆଶୁତୋଷ ଜଣେ ଅଭିଜ୍ଞ ଓ ପେସାଦାର ଶିଳ୍ପୀ ଭଳି ରଙ୍ଗକୁ ରଥର ବର୍ଣ୍ଣାଳୀରେ ସଜାଇଛନ୍ତି। ଆଶୁତୋଷଙ୍କ ଏଭଳି କାମକୁ ତାଙ୍କର ବାପା ରାଜେଶ ପାଣିଗ୍ରାହୀ ଓ ମା ପସନ୍ଦ କରିଛନ୍ତି। ପିଲାଦିନରୁ ତାର ରଥ ପ୍ରତି ବହୁତ ସେ ଚିତ୍ରଶିଳ୍ପୀ ଯାହା ହଉ ତାର ବହୁତ ଆଗ୍ରହ ରହିଛି। ଆଉ ସେ ସୋଲରେ ବି ତିଆରି କରିପାରେ ଆଉ ମାଟିରେ ମୂର୍ତ୍ତି ବି ତିଆରି କରିପାରୁଛି ଏବଂ ସେ ଚିତ୍ର ସବୁ ଯାହା ଆଙ୍କୁଛି ଆଉ ତାର ଯାହା ଦରକାର ମୁଁ ତାକୁ ସପୋର୍ଟ କରେ। ଅଦରକାରୀ ସୋଲରେ ସେ ଘରେ ବସିକି ତାର ଟାଇମ୍ ମିଳିଲେ ସବୁ ମୂର୍ତ୍ତି ମାନେ ଗଢ଼େ। ସେମିତି ଆର ବର୍ଷ ତ କରୋନା ଯୋଗୁଁ ରଥଯାତ୍ରା ହେଲାନି, ଏମିତି ଛୋଟରେ ହିଁ କରିକି ଆମ ଛାତ ଉପରେ ଖେଳି ଆରମ୍ଭ କଲେ। ଏ ବର୍ଷ ଆଉ ଟିକେ ବଡ଼ କରିକି ସେ କରୁଛି। ତାର ଭଗବାନଙ୍କ ପ୍ରତି ଶ୍ରଦ୍ଧା ଆଉ ଭକ୍ତି ଉପରେ ପିଲାଟା କରୁଛି ଆଉ। ପିଲାଟି ଦିନରୁ ଆଶୁତୋଷ ଜଗନ୍ନାଥଙ୍କ ବିଭିନ୍ନ ଚିତ୍ର ଆଙ୍କନ୍ତି। ଗତ ବର୍ଷ ସେ ଏକ ଛୋଟ ରଥ ନିର୍ମାଣ କରି ଛାତ ଉପରେ ବିରାଜମାନ କରାଇ ଖୁସି ହୋଇଥିଲା ବେଳେ ଚଳିତ ବର୍ଷ ଆଉ ଟିକେ ବଡ଼ ଆକାରର ରଥ କରି ପରିବାର ଓ ପଡ଼ୋଶୀଙ୍କୁ ଖୁସି କରାଇଛନ୍ତି। ଚିତ୍ର ସହିତ ମାଟିରେ ମୂର୍ତ୍ତି ଓ ସୋଲରେ ରଥ ନିର୍ମାଣ କରି ସେ ଯଥେଷ୍ଟ ଆତ୍ମତୃପ୍ତି ଲାଭ କରିଥିବା କହନ୍ତି। ଆଶୁତୋଷ କହନ୍ତି, ଚଳିତ ବର୍ଷ ମୁଁ 2.5 ଫୁଟ ଉଚ୍ଚତାର ରଥ ତିଆରି କରିଛି। ଏଥିରେ ବିଜେ ହୋଇଛନ୍ତି 4 ଇଞ୍ଚ ଉଚ୍ଚତାର ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁ। ଏହାକୁ ନିର୍ମାଣ କରିବା ପାଇଁ ମୋତେ 10 ଦିନ ସମୟ ଲାଗିଛି। ମୋତେ 10 ଦିନ ରଥ କରିବାକୁ ଲାଗିଥିଲା। ଓ ରଥଟା ଉଚ୍ଚତା ହେଉଛି 1.5 ଫୁଟ। ଓ ରଥରେ ଲାଗିଛନ୍ତି ସାରଥୀ ଓ ସୁଭଦ୍ରା, ବଳଭଦ୍ର, ଜଗନ୍ନାଥ ଆଉ ସୁଦର୍ଶନ, ଆଉ ଲାଗିଛନ୍ତି ଗରୁଡ଼। ଯୁବବର୍ଗଙ୍କ ମଧ୍ୟରେ ଆଧ୍ୟାତ୍ମିକ ଆବେଗ କମି କମି ଆସୁଥିବା ବେଳେ ଦଶମ ଶ୍ରେଣୀର ଏହି ନାବାଳକ ଛାତ୍ର ବଡ଼ ଠାକୁରଙ୍କ ପ୍ରତି ନିଆରା ପ୍ରେମକୁ ଏମିତି କୁନି ରଥ ଓ ବିଗ୍ରହ ତିଆରି ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି। କୋରାପୁଟ ଜୟପୁରରୁ କିରଣ ରଞ୍ଜନ ଦାସଙ୍କ ରିପୋର୍ଟ, ଅର୍ଗସ୍ ନ୍ୟୁଜ୍। ଏବେ ନିଜ ମୋବାଇଲ ରେ